କେମିତି କଟିବ ଆଜିର ଦିନ? ଅଗଷ୍ଟ 19 ତାରିଖ ମଙ୍ଗଳବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ମନ ଶାନ୍ତ ରହିବ, କିଛି ନୂତନ କାମର ଆରମ୍ଭ ହେବ, ବୃଦ୍ଧି ଓ ଲାଭ ହେବ, ବାହାର ଯାତ୍ରାର ଯୋଗ ଅଛି, ଜୀବନସାଥୀଙ୍କ ସହ ଭଲ ସମୟ କଟିବ, ଆତ୍ମବିଶ୍ୱାସ ରଖନ୍ତୁ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଅନାବଶ୍ୟକ ଚିନ୍ତା କରନ୍ତୁନି, ଅର୍ଥ ଲାଭର ଯୋଗ ଅଛି, ନିଜ ପାଇଁ କିଛି ସମୟ ଦିଅନ୍ତୁ। ଚାକିରିରେ ଖୁସି ଖବର ମିଳିପାରେ, ମୁଣ୍ଡ ବିନ୍ଧା ହୋଇପାରେ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ପୁରୁଣା କାମ ସଫଳ ହେବ, ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ବ୍ୟବସାୟରେ ନୂତନ ଅବସର ଆସିପାରେ। ଶିକ୍ଷା ଓ ଯୁବପିଢ଼ି ପାଇଁ ଦିନ ଉପଯୋଗୀ, ଆତ୍ମୀୟଙ୍କ ସହ ସମ୍ପର୍କ ଭଲ ରହିବ, ଚିନ୍ତା ରହିପାରେ କିନ୍ତୁ ସମାଧାନ ମିଳିପାରେ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ପରିବାର ଓ ଗୃହସ୍ଥ ଜୀବନ ଭଲ ରହିବ, କିଛି ମଧୁର ଖବର ମିଳିପାରେ, ବୃଦ୍ଧି ଓ ଅଗ୍ରଗତି ହେବ, ବ୍ୟୟ ବଢ଼ିପାରେ, ଯତ୍ନ ନିଅନ୍ତୁ। ବାହାର ଲୋକଙ୍କ ଉପରେ ଅତିଶୟ ଭରସା କରିବେନି, ସ୍ୱାସ୍ଥ୍ୟ ସାଧାରଣ ରହିପାରେ। ସେଇଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆତ୍ମବିଶ୍ୱାସ ବଢ଼ିଥିବା ଦିନ, ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ, ବନ୍ଧୁ ଓ ଆତ୍ମୀୟଙ୍କ ସହ ମିଳିତ ରହିବ, କୌଣସି ପୁରୁଣା ମାନସିକ ଚିନ୍ତା ଦୂର ହେବ, ନୂତନ କାର୍ଯ୍ୟ ଶୁଭ ହେବ, ବୃଦ୍ଧି ଓ ଧୈର୍ଯ୍ୟ ଦ୍ୱାରା ସଫଳତା ମିଳିବ। ସେଇଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ କାମରେ ବ୍ୟସ୍ତ ରହିବେ, ନିଜ ଉପରେ ବିଶ୍ୱାସ ରଖନ୍ତୁ, କିଛି ଅପ୍ରତ୍ୟାଶିତ ଲାଭ ମିଳିପାରେ, ବୃଦ୍ଧି ଓ ଉନ୍ନତି ପାଇଁ ଦିନ ଭଲ, ନୂତନ ଯୋଜନାର ଶୁଭ ଆରମ୍ଭ ହେବ। ସେଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି ଅଟକିଥିବା କାମ ସମାପ୍ତ ହେବ, ଆପେକ୍ଷିତ ଲାଭ ମିଳିପାରେ, ଜୀବନସାଥୀ ପରିବାର ପାଖରେ ସମୟ ଦିଅନ୍ତୁ, ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢ଼ିବ, ବାସ୍ତବତା ଥିଲେ ମଧ୍ୟ ମନ ଶାନ୍ତ ରହିବ, ଶତ୍ରୁଠାରୁ ସମାଧାନ ରୁହନ୍ତୁ। ସେଇଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଉପଯୋଗୀ, ବ୍ୟବସାୟରେ ଲାଭ ହେବ, ଆତ୍ମବିଶ୍ୱାସ ଦ୍ୱାରା ସମସ୍ୟା ସମାଧାନ ହେବ, ବାହାରକୁ ଯିବା ଯୋଗ ଅଛି, ସ୍ନେହ ଓ ସମ୍ମାନ ମିଳିପାରେ, ଦିନ ସାଧାରଣ ଭାବେ କଟିବ। ସେଇଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଚାକିରି ଓ ପାଠ ପଢ଼ିବା ପାଇଁ ଦିନ ଉପଯୋଗୀ, କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଆଲୋଚନା ହେବ, ଧନ ଲାଭ ହେବ, ପରିବାର ସମନ୍ୱୟ ରହିବ, ଅତିଶୟ ଉତ୍ସାହ ରଖିବେନି, ଆତ୍ମବିଶ୍ୱାସ ଭରି ରହିବ। ସେଇଭଳି ଦେଖା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ବୃଦ୍ଧି ଓ ଅଗ୍ରଗତି ପାଇଁ ଦିନ ଉତ୍ତମ, କର୍ମକ୍ଷେତ୍ର ଉନ୍ନତି ହେବ, ବଡ଼ମାନଙ୍କ ସହଯୋଗ ମିଳିପାରେ, ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ, ଅନ୍ୟର କଥାକୁ ଅଧିକ ଗୁରୁତ୍ୱ ଦେଇ ଚିନ୍ତା କରିବେନି, ଉଦ୍ୟମ ଜାରି ରଖନ୍ତୁ। ସେଇଭଳି ଦେଖା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଅନ୍ଧାର କ୍ଷେତ୍ରରେ ଆଲୋକ ଆସିପାରେ, କୌଣସି ପୁରୁଣା କାମ ସଫଳ ହେବ, ପରିବାର ମଧ୍ୟ ସମସ୍ୟା ଅଛି, ଯଥା ଧୈର୍ଯ୍ୟ ଓ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ, ଶିଳ୍ପ କଳା ଜଗତରେ ଲାଭ ମିଳିପାରେ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନ ମିଶ୍ର ଫଳ ମିଳିପାରେ, ମନ ଶାନ୍ତ ରଖନ୍ତୁ, ବୃଦ୍ଧି ଓ ଉନ୍ନତି ହେବ, ଯୋଗ ଅଛି, ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ପ୍ରେମ ଓ ବିବାହର ଯୋଗ ମିଳିପାରେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।